ସମସ୍ତେ ସମସ୍ତେ ଆଜି ମର୍ମାହତ ଆଉ ଦୁଃଖିତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକରେ ଆଉ ସ୍ତମ୍ଭୀଭୂତ ହେଇଛୁ ଏବଂ ଏଥିରେ ଓଡ଼ିଶା ବିଜେପିର ତୃଣମୂଳ ସ୍ତରରେ ସଂଘର୍ଷ ଯୋଉ ଜୀବନ ଅକ୍ଳାନ୍ତ ପରିଶ୍ରମ ଏବଂ ଅଖଣ୍ଡ ପରିଶ୍ରମ କରି କରିବାର ତାଙ୍କର ଗୋଟେ ପ୍ରମୁଖ ଯୋଗଦାନ ଥିଲା ଏବଂ ସେ ନିଷ୍ଠାର ସହିତ ଯୋଉ କାମ କରୁଥିଲେ ନିଷ୍ଠାର ସହିତ କରୁଥିଲେ ଏବଂ ନିଖୁଣ ଭାବରେ ସେ କଥାକୁ ଯୋଜନାକୁ କ୍ରିୟାନ୍ୱୟନ କରୁଥିଲେ ଏବଂ ତାଙ୍କ ଭଳି ଜଣେ ସଂଗଠକ ଏବଂ ବିକାଶ ଦିଗରେ ଯେତିକି କାମ ଓଡ଼ିଶା ପାଇଁ କରିଛନ୍ତି ଜାତୀୟ ରାଜପଥର ଯୋଉ 1500 କିଲୋମିଟର ଥିଲା ତାକୁ 3400 କିଲୋମିଟରରେ ସ୍ୱଳ୍ପ ସମୟରେ ପହଞ୍ଚେଇବାରେ ତାଙ୍କର ଯୋଉ ଦକ୍ଷତା ପ୍ରତିପାଦନ ସେ କରିଥିଲେ ଓଡ଼ିଶାକୁ ଅଲ୍ ଇଣ୍ଡିଆ ଆଭରେଜ କଲା ଏବଂ ସାଂଗଠନିକ କ୍ଷେତ୍ରରେ ଯେଉଁ ଦକ୍ଷତା ଥିଲା ଏବଂ ମନ୍ତ୍ରୀ ସାଂସଦ ଏବଂ ମନ୍ତ୍ରୀ ସମୟରେ ତାଙ୍କର ମଧ୍ୟ ସାଂଗଠନିକ ତାଙ୍କର ସେ ଦକ୍ଷତାକୁ ସେ ପ୍ରମାଣିତ କରିଛନ୍ତି ଏବଂ ଲମ୍ବା ସମୟ ଧରି ବିଜେପିର ମଣ୍ଡଳ ସଭାପତିକୁ ଆରମ୍ଭ କରି ରାଜ୍ୟ ସାଧାରଣ ସମ୍ପାଦକ ରାଜ୍ୟ ସଭାପତି ସବୁ ଦାୟିତ୍ୱ ନିର୍ବାହ କରିବା ଏବଂ ଜାତୀୟ କାର୍ଯ୍ୟକାରୀ କମିଟିର ସରଦାର ବାଜପେୟୀଙ୍କ ଗଭର୍ଣ୍ଣମେଣ୍ଟରେ କାମ କରିବା ବାଜପେୟୀ ଆଡ଼ଭାନୀଙ୍କ ନେତୃତ୍ୱରେ ଯୋଉ କାମ କରିବା ତାଙ୍କୁ ସୌଭାଗ୍ୟ ମିଳିଥିଲା ଏବଂ ସେତେବେଳେ ଓଡ଼ିଶା ବାବଦରେ ଯୋଉ କିଛି ହାତଗଣତି ଲୋକଙ୍କର କିଛି ଅନୁଭବ ଅଭିଜ୍ଞତା ଥିଲା ତାପରେ ଡକ୍ଟର ଦେବେନ୍ଦ୍ର ପ୍ରଧାନ ଅନ୍ୟତମ ଏବଂ ନିଶ୍ଚିତ ଭାବରେ ଭାରତୀୟ ଜନତା ପାର୍ଟିର ପ୍ରଚଳନ କ୍ଷତି ହେଇଛି ଏବଂ ସମାଜର ରାଜ୍ୟର ମଧ୍ୟ ଦେଶର ବଡ଼ କ୍ଷତି ହେଇଛି ଏବଂ ନିଶ୍ଚିତ ଭାବରେ ଦଳ ଆଉ ଆମ ସମାଜ ଓଡ଼ିଶା ପ୍ରଦେଶ ତାକୁ ମନେ ରଖିବୁ ଆଉ ସେ ଆମର ସମସ୍ତଙ୍କର ଗୋଟେ ପ୍ରେରଣାର କେନ୍ଦ୍ରବିନ୍ଦୁ ରହିବେ ସେମିତି।